ମାନେ ଆସିପାରନ୍ତି କିନ୍ତୁ ମୁଖ୍ୟ ହେଉଛନ୍ତି ଆମର ମାନ୍ୟବର ପ୍ରଧାନମନ୍ତ୍ରୀ। ତାଙ୍କୁ ଆମେ ଆଶା ରଖିଛୁ ସେ ଆସିବେ ଏବଂ ସିଗ୍ନାଲ ବି ଦେଇସାରିଲେଣି ଆସିବେ। ଆମର 12 ତାରିଖ ଦିନ ବର୍ଷ ପୂର୍ତ୍ତି ହେଉଛି ଆଉ ଭୁବନେଶ୍ୱରରେ ବିଶାଳ କାର୍ଯ୍ୟକ୍ରମ। ଅନ୍ୟ କେନ୍ଦ୍ରମନ୍ତ୍ରୀ କିଏ ଆସିବେ କାର୍ଯ୍ୟକ୍ରମ କେନ୍ଦ୍ରରୁ ଆସିପାରନ୍ତି ତାଙ୍କ ସହିତ ଅନ୍ୟ କାର୍ଯ୍ୟକ୍ରମ ଯୋଗ ଦେବାର ଅଛି କି ଯେମିତିକି ଆପଣଙ୍କର ଯୁବ ସମାବେଶ ହେବ ମହିଳା ସମାବେଶ ବିଭିନ୍ନ ପ୍ରକାର ସମାବେଶ ହେବ। କାଲି ଆମେ କୃଷକ ସମାବେଶ ଢେଙ୍କାନାଳରେ କରିଥିଲୁ ବିଶାଳ ସମାବେଶ ମାନ୍ୟବର ମୁଖ୍ୟମନ୍ତ୍ରୀ ଯାଇଥିଲେ। ତେଣୁ କେଉଁଠି ଯୁବ ସମାବେଶ ହେବ କେଉଁଠି ମହିଳାମାନଙ୍କର ସମାବେଶ ହେବ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ସାରା ଓଡ଼ିଶାରେ ଚାଲିବ ଆଉ ଇଏ 18 ତାରିଖ ପର୍ଯ୍ୟନ୍ତ ଚାଲିବ। ଆଉ ଖାଲି ସେତିକି ନୁହେଁ ଆମର କାର୍ଯ୍ୟକର୍ତ୍ତାମାନେ ପ୍ରତ୍ୟେକ ପଞ୍ଚାୟତରେ କାର୍ଯ୍ୟକ୍ରମ କରିବେ ଏବଂ ପ୍ରତ୍ୟେକ ଘରକୁ ଯାଇକି ଆମେ କ'ଣ ଯାହା ଦେଇଛୁ ତାର ଲିଫଲେଟ୍ ମଧ୍ୟ ଦେବୁ। ପ୍ରତ୍ୟେକ ଡୋରକୁ ଆମେ ଦର୍ଜ କରିବୁ। ଆମେ ଗୋଟେ ବର୍ଷର ହିସାବ ପବ୍ଲିକ୍ ଦେବୁ। ମନ୍ତ୍ରୀମାନେ ମିଶିବେ ଯେଉଁଠି ଯାହା କଥା ହେବ ସେ ଜିଲ୍ଲାକୁ ଆମେ ଯିବୁ। ଆମର ତାର ଯୋଜନା ଚାଲିଛି ଜିଲ୍ଲାରେ କିଏ ରହିବେ ସବୁ ଜିଲ୍ଲାର ପ୍ରୋଗ୍ରାମ୍ ହେବ ସବୁ ପଞ୍ଚାୟତର ପ୍ରୋଗ୍ରାମ୍ ହେବ। ମୁଁ କହିଲି ନା ସବୁ ଡୋରକୁ ଆମେ ଦେବୁ ସବୁ ଘରକୁ ଯିବୁ। ଆମର ଗୋଟେ ବର୍ଷର ପ୍ରୋଗ୍ରାମଟା ମାନେ ଗୋଟେ ବର୍ଷର ହିସାବ ଆମେ ଏଇଆ କହିଥିଲୁ ଏଇଆ କରୁ। ଆମେ ଧାନ କହିଥିଲୁ 3100 ଟଙ୍କା ଦେବୁ ବୋଲି 3100 ଟଙ୍କା ଏବଂ ଆମେ କହିଥିଲୁ ସୁଭଦ୍ରା ଯୋଜନାରେ 50,000 ଦେବୁ ତାକୁ ମଧ୍ୟ ଲାଗୁ କରିଦେବୁ। କୋଟିରୁ ଅଧିକ ମହିଳା ସେଥିରେ ଉପକୃତ ହେବେ। ଆମେ କହିଥିଲୁ ଜଳସେଚନ ଆମେ କରିବୁ 15 ଲକ୍ଷ ହେକ୍ଟର ଜମିକୁ ବର୍ତ୍ତମାନ ଜଳସେଚନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ଆଉ ଘୋଷଣା କରିସାରିଲେଣି। ଆମେ କହିଥିଲୁ ଡାକ୍ତର ଅଭାବ ହେଉନାହିଁ ଅନେକ ଜାଗାରେ ମେଡ଼ିକାଲ କଲେଜ ଖୋଲାଯିବ ନୂଆ ନୂଆ କଲେଜ ଏବଂ ସବୁ ଜିଲ୍ଲାରେ ଗୋଟେ ଗୋଟେ ମେଡ଼ିକାଲ କଲେଜ ଭବିଷ୍ୟତରେ ଖୋଲାଯିବ। ଆମେ କହିଥିଲୁ କୋଲ୍ଡ ଷ୍ଟୋର ଆମେ 58ଟା ବର୍ତ୍ତମାନ ପ୍ରତ୍ୟେକ ସବୁ ଜିଲ୍ଲାରେ ଗୋଟେ ହେବ ଏବଂ ଆମର ଲକ୍ଷ୍ୟ ହେଉଛି ପ୍ରତ୍ୟେକ ବ୍ଲକରେ ଗୋଟେ କୋଲ୍ଡ ଷ୍ଟୋର କରିବୁ। ଆମେ କହିଥିଲୁ ଯେ OBC ମାନଙ୍କୁ ରିଜର୍ଭେସନ୍ ଦେବା ପାଇଁ ଆମର 11.25% ଆମେ ରିଜର୍ଭେସନ୍ ଦେବୁ। ଯେଉଁମାନେ କହୁଛନ୍ତି ଯେ OBC ପାଇଁ କମ୍ ହେଲା ଭାଇ ତୁମେ କ'ଣ କରୁଥିଲ? ତୁମେ ତ 1% ବି କରିନଥିଲ। ସେଇ ବିଜେଡ଼ି 24 ବର୍ଷ ଭିତରେ କେତେ ପରସେଣ୍ଟ ରିଜର୍ଭେସନ୍ କରିଥିଲା OBC କ'ଣ କରିଥିଲା? ବା ତା ପୂର୍ବରୁ କଂଗ୍ରେସ ଥିଲା କ'ଣ କରିଥିଲା? ଏମାନେ ଆନ୍ଦୋଳନ କରିପାରନ୍ତି ମନା ନାହିଁ କିନ୍ତୁ ଫାର୍ଷ୍ଟ ଟାଇମ୍ ଜଣେ ମୁଖ୍ୟମନ୍ତ୍ରୀ OBC ପାଇଁ କିଛି କଲେ ସେଥିପାଇଁ ବହୁତ ବହୁତ ଭଲ ସେଟା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆମର ଅଫିସର୍ସ ମାନେ ତାକୁ ସର୍ଭେ ଯେଉଁଠି ସେଗୁଡ଼ା ରିପୋର୍ଟ ଆସିବ ତାପରେ ନିଶ୍ଚିତ ଭାବରେ 13 ବର୍ଷ ଧରି ନୂଆ ରାସନ କାର୍ଡ଼ ଲୋକଙ୍କୁ ଦିଆଯାଇନଥିଲା। ଆମ ସରକାର ଯେତେବେଳେ ଆସିଲା 70 ଲକ୍ଷ ଲୋକ ଆପ୍ଲାଏ କରିଥିଲେ ରାସନ କାର୍ଡ଼। କାହିଁ କେତେବେଳୁ 4 ବର୍ଷ 5 ବର୍ଷ 10 ବର୍ଷ ହେଲା ଆପ୍ଲାଏ କରୁ। ଆମେ ଫାର୍ଷ୍ଟ ଟାଇମ୍ ଆମର 6 ଲକ୍ଷ ରାସନ କାର୍ଡ଼ ଆପ୍ରୁଭ୍ କଲେ ଆଉ ଏକା ଦିଆ ଚାଲିଛି କଣ୍ଟ୍ରୋଲ ପ୍ରକ୍ରିୟା ଚାଲିଛି ଏବଂ ତାପରେ ପରେ ମଧ୍ୟ ଆହୁରି 15 ଲକ୍ଷ ଆଉ ରାସନ କାର୍ଡ଼ ଆପ୍ରୁଭ୍ ହେଇସାରିଲା। ଆପଣ ଜାଣିକିରି ଖୁସି ହେବେ EKYC କଲା ପରେ ବର୍ତ୍ତମାନ EKYC 95% ବର୍ଷ ଆହୁରି 5% EKYC ହେଇପାରୁନାହିଁ। ଲଗଭଗ 22 ଲକ୍ଷ ଲୋକ ଏପର୍ଯ୍ୟନ୍ତ EKYC କରିନାହାନ୍ତି। ଜୁନ୍ ସୁଦ୍ଧା ଯେତେବେଳେ EKYC ସରିଯିବ ଆଉ 20 ଲକ୍ଷ ଲୋକ ବଳିବେ ସେଗୁଡ଼ାକୁ ମଧ୍ୟ ଆମେ କ୍ୟାନସଲ୍ କରିବୁ। କାରଣ ଯିଏ EKYC ନ ଆସିବ ଆମେ ବାଧ୍ୟ କ୍ୟାନସଲ୍ ଆଉ ଯେଉଁଟା କ୍ୟାନସଲ୍ ହେବ ସେଗୁଡ଼ା ପୁଣି ନୂଆ ଲୋକଙ୍କୁ ଦିଆଯିବ। ଜୁନ୍ରେ ପୁରା KYC ହଁ ସେ ଆପଣ ଟିକେ ଅପିଲ୍ କରିବେ କି ଯେଉଁ ଲୋକମାନେ ଭିଡ଼ରେ ରହୁଛନ୍ତି ଖରାରେ ଠିଆ ହେଉଛନ୍ତି ସେମାନେ ପର୍ଯ୍ୟାପ୍ତ ସମୟ ଅଛି ଆପ୍ଲାଏ ତ କରିବେ ସେମାନେ ତାକୁ ମନା କରିବା ପାଇଁ କିନ୍ତୁ ତାର ଯୋଜନା କେଉଁଠି ଖରାପ କେଉଁଠି କରାଯିବ ସେଟା ସୁବିଧା ପାଇଁ ଖାଲି ବ୍ଲକରେ ହେଇପାରୁଛି ଆଉ ତାର ଡାଇରେକ୍ଟ ପୋର୍ଟାଲରେ ଯାଇକି ଖୋଲା ଅଛି CS କେନ୍ଦ୍ରରେ ଆପ୍ଲାଏ କରିପାରିବ ବ୍ଲକରେ ଆପ୍ଲାଏ କରିପାରିବ ଅନଲାଇନ୍ ଏଟା ଅନଲାଇନ୍ ଆପ୍ଲାଏ କରିବାକୁ ପଡ଼ିବ। ତାପରେ ଆମେ ସର୍ଭେ କରିବୁ ଏଲିଜିବୁଲ୍ ଲୋକମାନଙ୍କୁ ଆମେ କାମ ଅଯଥା ବ୍ଲକରେ ଭିଡ଼ କରନ୍ତୁନି ସବୁଠି ତ ହେଇପାରିବ ସବୁଠି CS କେନ୍ଦ୍ରରେ ହେଇପାରିବ ବ୍ଲକରେ ହେଇପାରିବ MI ଅଫିସରେ ହେଇପାରିବ ବ୍ଲକଟା ନୀତିଦିନିଆ ଲୋକମାନେ ଯାଉଛନ୍ତି ସେଟା ତାଙ୍କ ଅଭ୍ୟାସ ଯିବା କରନ୍ତୁ ଅପିଲ୍ କରନ୍ତୁ ଭିଡ଼ ହଉ ଭିଡ଼ ହେବାର ଅସୁବିଧା କ'ଣ
କାଲି ଢେଙ୍କାନାଳରେ 50 ଲକ୍ଷ ଲୋକ 50,000 ଲୋକଙ୍କର ଭିଡ଼ ହେଲା। ଭିଡ଼ ହେଲେ ଭଲ ନା, ସରକାରଙ୍କ ପ୍ରତି ଗୋଟେ ବିଶ୍ୱାସ ଜାଗ୍ରତ ହେଇଛି, ଆଉ ଭିଡ଼ ହେବା ସ୍ୱାଭାବିକ।